ମୁଁ IMS and some hospital professor medicine professor Dr. Surendra Nath Swai ଆମର 78ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଆମର ଅଗଣିତ ଭାରତୀୟମାନଙ୍କୁ ଶ୍ରଦ୍ଧା ଏବଂ ନିବେଦନ କରୁଛି ଯେ ସେମାନେ ଏଇ ଯେଉଁ ସ୍ୱାଧୀନତା ଦିବସକୁ ଯେପରି ଭାବେ ପାଳନ କରନ୍ତୁ ଯେପରି ସମସ୍ତଙ୍କର ମନେ ରହିଯିବ। ପ୍ରଧାନମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ସିଏ କହିଛନ୍ତି ଯେ ଘର ଘର ତିରଙ୍ଗା ଘରେ ଘରେ ତିରଙ୍ଗା ସମାନ ଲଗାନ୍ତୁ ଏବଂ ଦେଶ ପ୍ରୀତିରେ ନିଜକୁ ଉଦ୍ବୁଦ୍ଧ କରନ୍ତୁ। ଆମର ଏଇ ଯେଉଁ ସ୍ୱାଧୀନତା ଏଇ ଯେଉଁ ମହାର୍ଘ ସ୍ୱାଧୀନତା ଆମେ ପାଇଛୁ ବହୁ କଷ୍ଟରେ, ସେଥିପାଇଁ ଯେଉଁମାନେ ତାଙ୍କର ଆତ୍ମବଳି ଦେଇଛନ୍ତି ସେମାନଙ୍କୁ ଆମେ ଭକ୍ତିପୂତ ପ୍ରଣାମ କରୁଛୁ ଏବଂ ଆମେ ପ୍ରତିଶ୍ରୁତିବଦ୍ଧ ହୋଇଥିବା କଥା ଯେ ଆମେ ଏଇ ସ୍ୱାଧୀନ ଭାରତକୁ ସ୍ୱାଧୀନ କରି ରଖିବା ଏବଂ ପ୍ରତିଜ୍ଞା କରିବା ଦେଶ ଓ ମାଟି ପାଇଁ କାମ କରିବା ଏବଂ ଏ ଦେଶର ଗର୍ବ ଆମେ ସମଗ୍ର ପୃଥିବୀରେ ଯେପରି ଆମ ଦେଶ ଏକ ନମ୍ବର ହେବ ତା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଏବଂ ନିଜକୁ ଗଢ଼ି ତୋଳିବା ଯେ ଭାରତ ଯେ ପୃଥିବୀର ଗୌରବ ଏବଂ ଏହା ମାର୍ଗଦର୍ଶକ ହେବ ଏବଂ ଆମର ଅଧୁନାତନ ବିଜ୍ଞାନ ପ୍ରଣାଳୀ ଆମର ସଚେତନତା ଆମର ଅଧ୍ୟବସାୟ ଆମର ଆନ୍ତରିକତା ଏବଂ ଆମର ସତ୍ୟ ଓ ନିରପେକ୍ଷ ଭାବ ଆମକୁ ଭାରତରେ ଭାରତୀୟମାନଙ୍କୁ ପୃଥିବୀରେ ଯେପରି ସମସ୍ତେ ଜାଣନ୍ତୁ ଯେ ଏମାନେ କର୍ମଠ ଏବଂ ସେମାନେ କିଛି କରି ଦେଖେଇବେ ଏ ପୃଥିବୀରେ ଯେ ଭାରତ ହେଉଛି ପୃଥିବୀର ଏକ ନମ୍ବର ଦେଶ।